ତୁଳସୀଦାସଙ୍କ ଖ୍ୟାତି ଶୁଣି ଥରେ ଆକବର ତାଙ୍କୁ ଡକାଇ ନେଇଥିଲେ ଏବଂ ନିଜ ମହିମା ବଳରେ ଅଲୌକିକ ଘଟଣା ଦର୍ଶନ କରାଇବା ନିମିତ୍ତ କହିଲେ। ଏହା ଶୁଣି ଗୋସ୍ୱାମୀ କହିଲେ, ମୁଁ ଅଧମ, ରାମ ନାମ ବିନା ଅନ୍ୟ କିଛି ଜାଣେ ନାହିଁ। ଆପଣ ସୀତାରାମ କହନ୍ତୁ, ସମସ୍ତ ଦୁଃଖ ଦୂର ହେବ। ଏଥିପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା। ସେହି କାରାଗାରରେ ରହି ସନ୍ଥ ଶିରୋମଣି ଗୋସ୍ୱାମୀ ତୁଳସୀଦାସ ହନୁମାନ ଚାଲିସାର ରଚନା କରିଥିଲେ। କିନ୍ତୁ ତା ପରଦିନ ଦିଲ୍ଲୀରେ ଆରମ୍ଭ ହେଲା ମର୍କଟ ଉପଦ୍ରବ। ବାଦଶାହ ଅସ୍ଥିର ହୋଇ ଉଠିଲେ ଓ ଗୁଳି ଚଳାଇବାକୁ ଆଦେଶ ଦେଲେ, କିନ୍ତୁ ଉପଦ୍ରବ ବନ୍ଦ ହେଲା ନାହିଁ। ଶେଷରେ ଜଣେ ହିନ୍ଦୁଙ୍କ ପରାମର୍ଶରେ ଗୋସ୍ୱାମୀଙ୍କୁ କାରାମୁକ୍ତ କଲେ ଓ ମର୍କଟ ଉତ୍ପାତ ବନ୍ଦ ହେଲା। ସେହିଦିନଠାରୁ ହନୁମାନ ଚାଳିଶା ସବୁଆଡ଼େ ପ୍ରଖ୍ୟାତ ହେଲା। ଜୟ ଶ୍ରୀ ହନୁମାନ।